ଏଇ ଜ୍ୟୋତ୍ସ୍ନା ମ୍ୟାଡ଼ାମ୍ କ'ଣ ନିଦ ସେଇଭଳିଆ ଘୁମଉଛ ବସିକି କୁକୁଡ଼ା ହେଇଥିଲା ଆଉ କୁକୁଡ଼ା ମୁଁ ଆସିଲାକୁ ନିଦ ଭାଙ୍ଗିଗଲା। ଖାଇଦେଉନ କୁକୁଡ଼ା ଯଦି ତ କାଟିକି ଖାଇଦେଉନ। କାଟିକି ଖାଇବି? ମୁଁ ଆଇଁଷ ଖାଇନି ବା। ଚିକେନ୍ କରିକି ମୁଁ ଆଇଁଷ ଖାଇନି ବା, ନହେଲେ ଖାଇ ଦେଇଥାନ୍ତି। ଆମେ ଭେଜିଟେରିଆନ୍, ପିଓର ଆମେ ଭେଜିଟେରିଆନ୍। ଅନେଇ ବସିଥା ଟିକେ କେଉଁଠି ଗଳିକି ଶୋଇପଡ଼ିଲେ ତମେ ଭିଡ଼ିଓ କରିବ। ରେଡ଼ି? କ'ଣ ଆସିଛ ଆମ ପାଇଁ କିଛି ଆଣିଛ ନା? ପ୍ରଶ୍ନ 5ଟି ଧରିକି ଆଇଛି, ଉତ୍ତର ଦେବ ଯଦି। ତମେ 5ଟା ପ୍ରଶ୍ନ ନେଇକି ଆସିଛ, ମୁଁ ଉତ୍ତର କେତେଟା ଦେବି? 10ଟା? 10ଟା? 5ଟା ପ୍ରଶ୍ନ? 5ଟା ପ୍ରଶ୍ନ 5ଟା ଉତ୍ତର, ଆଉ 10ଟା କେଉଁଠି ଆସିବ? ହଉ କ'ଣ ହଉ? ହଉ କହିଲି ବା, ଉତ୍ତର ଦେବି ବୋଲି ଯଦି ଜାଣିଥିବେ। ଯଦି ଜାଣିଥିବ ଦେବ। ସେ ନ ଜାଣିଥିବେ ଆଜି ସବୁ ଅଜବ ପ୍ରଶ୍ନ ହେଲା। ତମ ବାପାଙ୍କ ଗୋଟିଏ ବୋଲି ସମୁଦିଙ୍କ ଦୁଇ ପୁଅରୁ ଗୋଟିଏ ବୋଲି ବାଡ଼ୁଅ ପୁଅ ତୁମର କ'ଣ ହେବେ? କ'ଣ ହେଲା? ତମ ବାପାଙ୍କର ଗୋଟିଏ ବୋଲି ସମୁଦିଙ୍କ ଦୁଇ ପୁଅରୁ ଗୋଟିଏ ବୋଲି ବାଡ଼ୁଅ ପୁଅ ତୁମର କ'ଣ ହେବେ? ବାଡ଼ୁଅ ପୁଅ ମାନେ କ'ଣ ଜାଣିଛ? ବାହା ନ ହେଇଥିବ ପୁଅ। ତମର କ'ଣ ହେବେ? ଦିଅର। କେମିତି? ତମ ବାପାଙ୍କ ଗୋଟିଏ ବୋଲି ସମୁଦି, ସେ କିଏ ହେବେ? ଶ୍ୱଶୁର। ଅଙ୍କ ଦୁଇ ପୁଅରୁ ଗୋଟିଏ ବୋଲି ବାଡ଼ୁଅ ପୁଅ, ହଁ ଦିଅର ନାଇଁ। ମୁଁ ଦିଅର କହିଲି, ମୁଁ ଭାବିଲି କୋଶ୍ଚିନ୍ ଆନ୍ସର୍ ଆଉ କ'ଣ ହବ ବୋଲି। ଆଉ କ'ଣ ହବ? ଏଠି ବସିଯାଏ, ଦୁଇ ପୁଅ କହିଲ, ହୁଏତ ଦୁଇ ପୁଅରୁ ଦିଅର ହେଇପାରେ, ତାପରେ ଦେଢ଼ଶୁର ବି ହେଇପାରେ। ବାଡ଼ୁଅ ପୁଅ ବା, ଆଉ ଦେଢ଼ଶୁର ଦେଢ଼ଶୁର ବାହା ହେଇନଥିବେ। କ'ଣ ଖାଲି ଦେଖୁଛ? ଏବେ ଦ୍ୱିତୀୟ ପ୍ରଶ୍ନ। ସେ କିଏ ଯିଏ ଲାଞ୍ଜ ଥିଲେ ପାଣିରେ ରହେ, ଲାଞ୍ଜ କଟିଲେ ସ୍ଥଳରେ ଡେଇଁ ଡେଇଁ ବୁଲେ? ଲାଞ୍ଜ ଥିଲେ ପାଣିରେ ରହେ, ଲାଞ୍ଜ ଯଦି କଟିଯିବ ମାଟିରେ ଡେଇଁ ଡେଇଁକି ବୁଲିବ। ଆଜି ତୁମ ଫେସ୍ଟା ଖାଲି ନାଲି ନାଲି ଦେଖାହେଉଛି। ଓ ସୂର୍ଯ୍ୟ କିରଣ ପଡ଼ୁଛି ନାଲି, ସେଥିପାଇଁ ନାଲି, ସବୁ ନାଲି। ଏଇଟା କାଢ଼ିଦେଲେ ଏଇ ଯେଉଁ ନାଲି ସ୍କ୍ରିନ୍ଟା ଅଛି, ସେଇଥିପାଇଁ ଫେସ୍ଟା ନାଲି ହେଇଯାଉଛି। ଏମିତି କ'ଣ? ଲାଞ୍ଜ କାଟିଦେଲେ ସ୍ଥଳରେ ରହେ, ଲାଞ୍ଜ ଥିଲେ ଜଳରେ ରହେ। ସେ କ'ଣ? କ'ଣ? ସେ କ'ଣ ତ ଭାବୁଛି? ବଢ଼ିଆ ଉତ୍ତର। ମାଛ। ମାଛ ଲାଞ୍ଜ କାଟିଥିଲେ ମାଟିକି ପଳେଇ ଆସିବ ନା କ'ଣ? ଆଉ ପିଲାଦିନେ କେବେ ଦେଖିଛ? ଜିଆ। ଜିଆର ଲାଞ୍ଜ କୁଆଡ଼େ ଆସିବ? କେରାଣ୍ଡି। ଆରେ ମାଟିରେ ଡେଇଁ ଡେଇଁକି ବୁଲେ, କେତେ ବଡ଼ ହିଣ୍ଟଟା ଦେଇଛି। ଡେଇଁ ଡେଇଁକି ବୁଲେ? କହିପାରିବନି ବୋଧେ? ନା ବା, କହିପାରିବିନି। କ'ଣ? କ'ଣ? ବଢ଼ିଆ ଉତ୍ତରଟା। ମୁଁ କହିବି ନା ଦର୍ଶକ କହିବେ? ହଉ ମୁଁ କହିଦେଉଛି। ପାଣିରେ ଦର୍ଶକମାନେ ତ କହିବେନି, ତମେ କହିଦିଅ। ପାଣିରେ ଯେଉଁ ପିଲାଦିନେ ମାଛ ଧରିବାକୁ ଗଲାବେଳେ ଛୋଟିଆ ଛୋଟିଆ ବେଙ୍ଗ ଫୁଲା ଧର, ତାଙ୍କ ଲାଞ୍ଜ ଥାଏ। ଛୋଟ ବେଙ୍ଗ ଫୁଲା ଲାଞ୍ଜ ନଥାଏ, ଆମେ ତାକୁ ମାଛ ବୋଲି ଭାବିକି ଧରୁ। ତାପରେ ତାଙ୍କ ଲାଞ୍ଜ କଟିଗଲେ ସେ ସ୍ଥଳରେ ଡେଇଁ ଡେଇଁକି ବୁଲେ। ଆନ୍ସର ହେଉଛି କିଏ? ଆମ ବେଙ୍ଗୁଲି ନାନୀ। ଓହୋ। ହେଲା। ଏବେ ତୃତୀୟ ପ୍ରଶ୍ନ। ତୁମ ପିଇସି ନାନୀଙ୍କ ଗୋଟିଏ ବୋଲି ଭାଇର ଶ୍ୱଶୁରଙ୍କ ଦୁଇ ଝିଅରୁ ବାଡ଼ୁଅ ଝିଅ ତୁମର କ'ଣ ହେବେ? ବାଡ଼ୁଅ ଝିଅ? ପିଇସି ନାନୀ। ଭୁଲ। ଭୁଲ? ଠିକ୍ କ'ଣ? ତୁମ ପିଇସି ନାନୀ ଜାଣିଲ? ଅଙ୍କ ଗୋଟିଏ ବୋଲି ଭାଇର, ତମ ପିଇସି ନାନୀକୁ ଗୋଟିଏ ବୋଲି ଭାଇ କ'ଣ ହେବେ? ମୋ ବାପା।
ଶ୍ୱଶୁର କ'ଣ ହେବେ? ଶ୍ୱଶୁର ମାନେ କାହା ଶ୍ୱଶୁର? ତମ ଭାଇର ଶ୍ୱଶୁର କହିଲି ବା। ଗୋଟିଏ ବୋଲି ଭାଇର ଶ୍ୱଶୁର ମାନେ ତମ ବାପାଙ୍କ ଶ୍ୱଶୁର। ଅଜା। ଅଜା। ଦୁଇ ଝିଅରୁ ଅଙ୍କର ଅଜା ଅଙ୍କର ଦୁଇ ଝିଅରୁ ବାଡ଼ୁଅ ଝିଅ। ଗୋଟେ ଝିଅ ତୁମର ମମି ଆଉ ବାଡ଼ୁଅ ଝିଅଟା ତୁମର ମାଉସୀ। ଆଉ କହୁଥିଲ ପିଇସି? ମାଉସୀ। ମାଉସୀ ଠିକ ଉତ୍ତର ମାଉସୀ। ଘର ଭଡ଼ା ଦେବେ। ଏବେ ସଇଲା 3 ନମ୍ବର। 4 ନମ୍ବର ସେ କିଏ ଯେ ଦିନରେ ଅନ୍ଧ କିନ୍ତୁ ରାତିରେ ସବୁ ଦେଖାଯାଏ? ତାକୁ ରାତିରେ ସବୁ ଦେଖାଯାଏ ଦିନରେ ଅନ୍ଧ କିନ୍ତୁ ତାକୁ ରାତିରେ ସବୁ ଦେଖାଯାଏ। ରାତିରେ ଗନ୍ଧ ନାଇଁ ସବୁ ଦେଖାଯାଏ। ସବୁ ଦେଖାଯାଏ। ସେ କିଏ? ପେଚା। 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 ଠିକ ଉତ୍ତର। ଏବେ ଶେଷ ପ୍ରଶ୍ନ। ସେ କିଏ ଯେ ନିଜେ ଲୁହା ହେଇ ବି ସେ କିଏ ନିଜେ ଲୁହା ହେଇ ବି ପାଣିରେ ଲୋକଙ୍କୁ ବୁହେ? କିଏ କୋଉଠି ଚିଲଉଛି? କଟା ହେଉଛି କଟର ମେସିନରେ ବାହାରେ। ସେ କିଏ ନିଜେ ଲୁହା ହେଇ ବି ପାଣିରେ ଲୋକଙ୍କୁ ବୋହେ? ବୁହେ ବୁହେ। ଡଙ୍ଗା। ଡଙ୍ଗା କ'ଣ ଲୁହାରେ ବନେ? ଲୁହାରେ? ହଁ ଡଙ୍ଗା କାଠରେ ବନେ। ପାଣିରୁ ବୁହେ। ଏଇଟା ଜାଣିଥିବ। ଜାହାଜ। ଓହୋ ସେଟା ଲୁହାରେ ହେଇଥାଏ? ଆଉ କୋଉଥିରେ ହବ? ମୁଁ ତ ଜାଣିନି ଆଉ କ'ଣ ଫାଇବରରେ ହବ? କେମିତି କହିବି? ଜାହାଜ ଜାହାଜ କୋଉଥିରେ ତିଆରି ହେଇଛି ମୁଁ କ'ଣ ଜାଣିଛି? ଲୁହାରେ। ଜାହାଜ ଲୁହାରେ ତିଆରି ହେଇଥାଏ। ଲୁହାରେ ତ ତିଆରି ହେଲେ ସେଟା ବୁଡ଼ିଯିବ ବୁଡୁନି ଓଜନ କାହିଁକି? ହେଇକିରି। ସେଠି ଫିଜିକ୍ସ କାମ କରୁଛି। ଆଉ ତମ ଭାବୁଥିଲ ଜାହାଜଟା ଡଙ୍ଗା ଯେଉଁ କାଠରେ ତିଆରି ହବ ନା କ'ଣ? ମୁଁ ଭାବିଥିଲି କାଠରେ ସବୁ ତିଆରି ହେଇଥିବ ବୋଲି। ନାଇଁ ତମ କାଠ ତିଆରି ଡଙ୍ଗା ବି ବୁଡ଼ିଯିବ। ଆମର ଯେଉଁ ନର୍ମାଲ ଯେଉଁ ଡଙ୍ଗା ଯାଉଛି ସେଥିରେ ସେ କୋଉଥିରେ ସବୁ ତିଆରି? ନାଇଁ ଡଙ୍ଗା କାଠରେ ତିଆରି ହେଉଛି କିନ୍ତୁ ବୋଟ୍ ଫୋଟ୍ ଯେଉଁଗୁଡ଼ାକ ସେଗୁଡ଼ାକ ଫାଇବରରେ କରୁଛନ୍ତି କିଛି କିଛି ଲୁହାରେ ବି କରୁଛନ୍ତି। ବଡ଼ ବଡ଼ ଯେଉଁ ଇଏଟ୍ ଗୁଡ଼ାକ ସେଗୁଡ଼ାକ ସେଇଠୁ ଆରମ୍ଭ ହେଉଛି ଲୁହା। ଏବେ ସବୁ ପ୍ରଶ୍ନ ସରିଯାଇଛି। ଦର୍ଶକ ବନ୍ଧୁ ଆମ ଭିଡ଼ିଓ ଯଦି ଆପଣମାନଙ୍କର ପସନ୍ଦ ଆସେ ତାହେଲେ ଲାଇକ୍ କମେଣ୍ଟ ସେୟାର କରିବେ ଆଉ ସବସ୍କ୍ରାଇବ୍ କରିବେ। ଏବେ ଆଉ ତ ଜମା ପସନ୍ଦ ଆସୁନି। ଦିନକୁ 200 ହଁ 300 ସତରେ ପସନ୍ଦ ଆସୁନି। ପୁରା ଡାଉନ୍ ହେଇଯାଉଛି। ଆମେ ଦିନରେ ଏବେ କରିଦେଉଛେ ରାତିରେ ଭିଡ଼ିଓ ଆସିଲେ ସମସ୍ତଙ୍କର ରାତି ଭିଡ଼ିଓଟା ପସନ୍ଦ ଆସୁଛି। ତମେ ଯେମିତି କହୁଛ ଲୋକ ଆଉ କ'ଣ ଭାବିବେ? ଯିଏ ଯାହା ଭାବିବ ମୁଁ କ'ଣ କରିବି? ଆମର ତ ଷ୍ଟାର୍ଟିଂରେ ଗୋଟିଏ କିଛି ଲୋକ ତ ଅଛନ୍ତି ଭଲ କହିଲେ ବି ସେ ଭାବିବେ ଖରାପ। କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯିଏକି ସବୁବେଳେ ଭଲ ଭାବନ୍ତି। ମୁଁ ସେମାନଙ୍କ ପାଇଁ କହିଲି। ଓକେ ଆଜି ପାଇଁ ଏତିକି। ନମସ୍ତେ। ଭଲରେ ଥାଆନ୍ତୁ ସମସ୍ତେ।